ଫଗୁ ଦଶମୀ ବା ସୁଦଶା ବ୍ରତ 26 ଫେବୃଆରୀ 2026 ଗୁରୁବାର ଦିନ ତୁଳସୀ ଗଛ ମୂଳରେ ପୋତି ଦିଅନ୍ତୁ ଏହି ଗୋଟିଏ ଜିନିଷ। ଆପଣଙ୍କର କେବେ ହେଲେ ବି ଧନଜନିତ ସମସ୍ୟା ଦେଖାଦେବ ନାହିଁ। ଯେଉଁମାନେ ଋଣ କରଜରେ ବୁଡ଼ି ଯାଇଛନ୍ତି କିମ୍ବା ଧନଜନିତ ସମସ୍ୟାର ସାମ୍ନା କରୁଛନ୍ତି ସେମାନଙ୍କର ଋଣ କରଜ 1 ମାସ ମଧ୍ୟରେ ଶୁଝିଯିବ ଏବଂ ସେମାନଙ୍କ ନିକଟକୁ ଧନ ଆସିବାର ମାର୍ଗ ଖୋଲିଯିବ ଏବଂ ମା ଲକ୍ଷ୍ମୀଙ୍କର ସ୍ଥିର ବାସ ମଧ୍ୟ ସେମାନଙ୍କ ଘରେ ସଦାସର୍ବଦା ହେବ। ନମସ୍କାର ଦର୍ଶକ ବନ୍ଧୁ, ଆଜିର ଏହି କ୍ଷୁଦ୍ର ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ଆପଣମାନଙ୍କ ସୁଦଶା ବ୍ରତ ବା ଫଗୁ ଦଶମୀର ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଆପଣଙ୍କ ଉପରେ ଏବଂ ଆପଣଙ୍କ ପରିବାର ଉପରେ ମା ଲକ୍ଷ୍ମୀ ଏବଂ ନାରାୟଣଙ୍କ ଆଶୀର୍ବାଦ ସଦାସର୍ବଦା ବନି ରହୁ। ଯଦି କୌଣସି ବ୍ୟକ୍ତି ସୁଦଶା ବ୍ରତ ଦିନ ତୁଳସୀ ଗଛ ମୂଳରେ ଏହି ଗୋଟିଏ ଜିନିଷଟିକୁ ପୋତି ଦେଉଛନ୍ତି ତେବେ ସେହି ଘରର ଉନ୍ନତିକୁ କେହି ମଧ୍ୟ ରୋକିପାରିବେ ନାହିଁ। ତା ସହିତ ସେହି ପରିବାର ଉପରେ ମା ଲକ୍ଷ୍ମୀ ଏବଂ ନାରାୟଣଙ୍କ ଆଶୀର୍ବାଦ ସଦାସର୍ବଦା ରହିବ। ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କୁ ଭିଡ଼ିଓର ଆଗରେ ବତାଇବି ଯେ କେବଳ କାହିଁକି ସୁଦଶା ବ୍ରତ ଦିନ ତୁଳସୀ ଗଛ ମୂଳରେ ସେହି ଗୋଟିଏ ଜିନିଷଟିକୁ ପୋତିବାର ନିୟମ ରହିଛି। ଏମିତିରେ ତ ବେଲଗଛ, ଅଁଳା ଗଛ, ପିପଳି ଗଛ, କଦଳୀ ଗଛ ଏସବୁ ଗଛ ମଧ୍ୟ ଦେବବୃକ୍ଷ ସହିତ ସମାନ ହୋଇଥାଏ। ତେବେ କାହିଁକି ସୁଦଶା ବ୍ରତ ଦିନ ଆମେମାନେ ତୁଳସୀ ଗଛ ମୂଳରେ ସେହି ଗୋଟିଏ ଜିନିଷଟିକୁ ପୋତିବା? ମୁଁ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ସୁଦଶା ବ୍ରତ ଦିନ ତୁଳସୀ ଗଛ ମୂଳରେ ସେହି ଗୋଟିଏ ଜିନିଷଟିକୁ ପୋତିବାର ନିୟମ କହିବି। ଆପଣମାନେ କେବଳ ସୁଦଶା ବ୍ରତର ସନ୍ଧ୍ୟା ପୂର୍ବରୁ ଆପଣଙ୍କ ତୁଳସୀ ଗଛ ମୂଳରେ ସେହି ଗୋଟିଏ ଜିନିଷଟିକୁ ପୋତି ଦେବାର ଅଛି। ଏହି ସାଧାରଣ ଉପାୟଟିକୁ ଯେକୌଣସି ବ୍ୟକ୍ତି ତାଙ୍କ ପରିବାରର ଉନ୍ନତି ପାଇଁ କରିପାରିବେ। ବିଶେଷ କରି ଯଦି ସେମାନଙ୍କର ଧନଜନିତ ସମସ୍ୟା ଦେଖାଦେଉଛି ତେବେ ଥରେ ମାତ୍ର ପରୀକ୍ଷା କରି ଦେଖିବେ। ଶାସ୍ତ୍ରରେ ମଧ୍ୟ ମାନ୍ୟତା ଅଛି, ଯଦି ଆପଣମାନେ ଏହି ଉପାୟଟିକୁ ବ୍ରହ୍ମ ମୁହୂର୍ତ୍ତରୁ ଉଠି କରିଦେଉଛନ୍ତି ତେବେ ଆପଣଙ୍କର ଭାଗ୍ୟ ରାତାରାତି ପରିବର୍ତ୍ତନ ହୋଇଯିବ। ଦର୍ଶକ ବନ୍ଧୁ, ଆମର ସନାତନ ଧର୍ମରେ ସୁଦଶା ବ୍ରତର ବହୁତ ଅଧିକ ମହତ୍ତ୍ୱ ରହିଅଛି। ଯେହେତୁ ଚଳିତ ବର୍ଷର ସୁଦଶା ବ୍ରତଟି ଅତ୍ୟନ୍ତ ଶୁଭ ଅଟେ ତେବେ ଆପଣମାନେ ନିଶ୍ଚିତ ରୂପେ ଏହି ଉପାୟଟିକୁ ଥରେ ମାତ୍ର ପରୀକ୍ଷା କରି ଦେଖିବେ। କାହିଁକି ନା ସୁଦଶା ବ୍ରତର ଅର୍ଥ ହେଉଛି ସୁଦଶାକୁ ଆପଣମାନେ ପ୍ରାପ୍ତ କରିପାରିବେ ଏବଂ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରାଇଦେବା ଦ୍ୱାରା ଆପଣଙ୍କ ଜୀବନର ସମସ୍ତ ଧନଜନିତ ସମସ୍ୟା ଏବଂ ଋଣ କରଜ ଖୁବ୍ ଶୀଘ୍ର ଦୂର ହୋଇଯିବ। ଦର୍ଶକ ବନ୍ଧୁ, ବିଶେଷ ଦିନମାନଙ୍କରେ ବିଶେଷ ଉପାୟକୁ କରିନେବା ଦ୍ୱାରା ଆପଣଙ୍କ ଉପରେ ମା ଲକ୍ଷ୍ମୀ ତ ପ୍ରସନ୍ନ ହୋଇଥାନ୍ତି, ତା ସହିତ ଶ୍ରୀ ନାରାୟଣଙ୍କ ଆଶୀର୍ବାଦ ମଧ୍ୟ ଆପଣଙ୍କ ପରିବାର ଉପରେ ପ୍ରାପ୍ତ ହୋଇଥାଏ ଏବଂ ଆପଣଙ୍କ ପରିବାରର ସଦସ୍ୟମାନେ ତାଙ୍କ ଜୀବନରେ ବହୁତ ଉନ୍ନତି କରିଥାନ୍ତି। ଦର୍ଶକ ବନ୍ଧୁ, ଯଦି ଆପଣଙ୍କ ଦ୍ୱାରା ସମ୍ଭବ ହେଉଛି ତେବେ ସୁଦଶା ବ୍ରତ ଦିନ ଆପଣମାନେ କୌଣସି ଗରିବ ଗୁରୁବା କିମ୍ବା ଦୁଃଖୀ ଦରିଦ୍ର ଲୋକମାନଙ୍କୁ କିଛି ସାହାଯ୍ୟ କରନ୍ତୁ, ନଚେତ୍ ଆପଣଙ୍କ ସକ୍ଷମ ଅନୁସାରେ କିଛି ଖାଦ୍ୟ ଖାଇବା ପାଇଁ ଦିଅନ୍ତୁ ଏବଂ ସୁଦଶା ବ୍ରତର ସନ୍ଧ୍ୟା ପୂର୍ବରୁ ଆପଣଙ୍କ ତୁଳସୀ ଗଛ ମୂଳରେ ସେହି ଗୋଟିଏ ଜିନିଷଟିକୁ ପୋତି ଦିଅନ୍ତୁ। ଦେଖିବେ ଆପଣଙ୍କ ଜୀବନର ଦୁଃଖ ଦାରିଦ୍ରତା ଖୁବ୍ କମ୍ ସମୟ ମଧ୍ୟରେ ଦୂର ହୋଇଯିବ। ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଅନୁରୋଧ, ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଭିଡ଼ିଓର ଆଗରେ ଆପଣମାନେ ସେହି ଗୋଟିଏ ଜିନିଷ ବିଷୟରେ ଜାଣିବା ପାଇଁ ପାଇବେ। ସେଥିପାଇଁ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, ଯାହାଦ୍ୱାରା ଆପଣମାନେ ଏହି ଉପାୟଟିକୁ ବହୁତ ଭଲ ଭାବରେ ବୁଝିପାରିବେ ଏବଂ ଏହି ଉପାୟଟି କରିନେବା ଦ୍ୱାରା ଆପଣଙ୍କ ଭାଗ୍ୟରେ ଉନ୍ନତି ଆସିବ। ତା ସହିତ ଆପଣମାନେ ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯିବେ। ତା ସହିତ ମା ଲକ୍ଷ୍ମୀଙ୍କର ସ୍ଥିର ବାସ ମଧ୍ୟ ଆପଣଙ୍କ ଘରେ ସଦାସର୍ବଦା ହେବ। ଏହା ପୂର୍ବରୁ ଯଦି ଆପଣମାନେ ଏପର୍ଯ୍ୟନ୍ତ ଭିଡ଼ିଓଟିକୁ ଲାଇକ୍ କରିନାହାନ୍ତି, ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ ଏବଂ ଚ୍ୟାନେଲଟିରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଦର୍ଶକ ବନ୍ଧୁ, ମନୁଷ୍ୟ ଜୀବନରେ କର୍ମ ଯେତିକି ଆବଶ୍ୟକ ହୋଇଥାଏ ଧର୍ମ ମଧ୍ୟ ସେତିକି ଆବଶ୍ୟକ ହୋଇଥାଏ।
ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସମସ୍ତେ ତ କର୍ମ କରିଥାନ୍ତି, କିନ୍ତୁ ଧର୍ମ କରିବା ପାଇଁ ସେମାନଙ୍କ ପାଖରେ ସମୟ ନଥାଏ। ସେଥିପାଇଁ ଯଦି ଆମେ କିଛି ପୁଣ୍ୟ କରିବା ନାହିଁ, ତେବେ କର୍ମର ଫଳ ମଧ୍ୟ ଆମକୁ ମିଳିପାରିବ ନାହିଁ। ଦର୍ଶକ ବନ୍ଧୁ, ଆପଣଙ୍କ ଉପରେ ଭଗବାନଙ୍କର ଆଶୀର୍ବାଦ ରହିବା ବହୁତ ଆବଶ୍ୟକ ଅଟେ। ଯେଉଁ ବ୍ୟକ୍ତିଙ୍କ ଉପରେ ଈଶ୍ୱରଙ୍କର ଆଶୀର୍ବାଦ ରହିଯାଇଥାଏ, ସେହି ବ୍ୟକ୍ତି ତା ଜୀବନରେ ବହୁତ ଉନ୍ନତି କରିବା ସହିତ ତା ପରିବାରକୁ ଖୁସିରେ ରଖିପାରିଥାଏ। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ସୁଦଶା ବ୍ରତ ଦିନ ଆପଣମାନେ ତୁଳସୀ ଗଛ ମୂଳରେ ଏମିତି କେଉଁ ଜିନିଷକୁ ପୋତିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଘରେ ସ୍ଥିର ଭାବରେ ବାସ କରିବେ, ତା ସହିତ ଆପଣଙ୍କ ଜୀବନର ସମସ୍ତ ଋଣ କରଜକୁ ଖୁବ୍ ଶୀଘ୍ର ଦୂର କରିଦେବେ। ଦର୍ଶକ ବନ୍ଧୁ, ଯେମିତିକି ଆପଣମାନେ ଜାଣିଛନ୍ତି, ଆମର ସନାତନ ଧର୍ମରେ ସୁଦଶା ବ୍ରତର ବହୁତ ଅଧିକ ମହତ୍ତ୍ୱ ରହିଥାଏ, ଯାହାକି ଚଳିତ ବର୍ଷର ସୁଦଶା ବ୍ରତଟି ଅତ୍ୟନ୍ତ ଶୁଭ ଏବଂ ଖାସ୍ ହେବା ପାଇଁ ଯାଉଅଛି। ଦର୍ଶକ ବନ୍ଧୁ, ଯଦି ଆପଣମାନେ କୌଣସି ଶୁଭ କାର୍ଯ୍ୟକୁ କରିବା ପାଇଁ ମନସ୍ଥ କରିଥିଲେ, ତେବେ ପବିତ୍ର ସୁଦଶା ବ୍ରତ ପରଠାରୁ ଆପଣମାନେ ସେହି ଶୁଭ କାର୍ଯ୍ୟଟିକୁ କରିବା ଆରମ୍ଭ କରିଦିଅନ୍ତୁ ଏବଂ ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କର ସେହି କାର୍ଯ୍ୟଟିକୁ ଶୁଭମଙ୍ଗଳ କରିଦେବେ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଯଦି ଆପଣମାନେ କୌଣସି ବି କାର୍ଯ୍ୟଟିକୁ କରିବା ପାଇଁ ମନସ୍ଥ କରିଥିଲେ, ତେବେ ସୁଦଶା ବ୍ରତ ପରଠାରୁ ନିଶ୍ଚିତ କରିକି ଦେଖନ୍ତୁ। ଦେଖିବେ ମା ଲକ୍ଷ୍ମୀ ଏବଂ ନାରାୟଣଙ୍କ ଆଶୀର୍ବାଦରୁ ଆପଣଙ୍କର ସେହି କାର୍ଯ୍ୟଟି ଶୁଭମଙ୍ଗଳ ହେବ। ଦର୍ଶକ ବନ୍ଧୁ, କ'ଣ ଆପଣମାନେ ଜାଣିଛନ୍ତି ମା ଲକ୍ଷ୍ମୀ ଆପଣଙ୍କ ଘରର କେଉଁ ଜାଗାରେ ବାସ କରୁଛନ୍ତି? ତେବେ ମୁଁ ଆପଣମାନଙ୍କୁ କହି ରଖୁଛି, ମା ଲକ୍ଷ୍ମୀ ଆପଣଙ୍କ ଘରର ତୁଳସୀ ଗଛରେ ବାସ କରିଥାନ୍ତି। ଯେଉଁ ଜାଗାଟି ଅଧିକ ସଫାସୁତୁରା ରହିଥାଏ, ତା ସହିତ ଆପଣଙ୍କ ଶିଳପୁଆରେ ମଧ୍ୟ ମା ଲକ୍ଷ୍ମୀ ବାସ କରିଥାନ୍ତି। ଯେହେତୁ ଶ୍ରୀ ନାରାୟଣଙ୍କୁ ତୁଳସୀ ପତ୍ର ବହୁତ ପ୍ରିୟ ହୋଇଥାଏ, ସେଥିପାଇଁ ମା ଲକ୍ଷ୍ମୀ ଏବଂ ନାରାୟଣ ତୁଳସୀ ଗଛରେ ନିବାସ କରିଥାନ୍ତି। ଯଦି କୌଣସି ବ୍ୟକ୍ତି ସୁଦଶା ବ୍ରତ ଦିନ ତୁଳସୀ ଗଛ ମୂଳରେ ସେହି ଗୋଟିଏ ଜିନିଷଟିକୁ ପୋତି ଦେଉଛନ୍ତି, ତେବେ ରାତାରାତି ତାଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଯିବ। ଏବଂ ଯଦି କୌଣସି ବ୍ୟକ୍ତି ଚାକିରିର ପ୍ରୟାସ କରୁଥିଲେ, ତେବେ ସେମାନଙ୍କୁ ନୂତନ ଚାକିରିଟିଏ ପ୍ରାପ୍ତ ହୋଇପାରେ। ତା ସହିତ ଯେଉଁମାନେ ଋଣ କରଜରେ ବୁଡ଼ି ଯାଇଛନ୍ତି କିମ୍ବା ଧନଜନିତ ସମସ୍ୟାର ସାମ୍ନା କରୁଥିଲେ, ତେବେ ସେମାନଙ୍କର ଋଣ କରଜ ମଧ୍ୟ ଶୁଝିଯିବା ସହିତ ସେମାନଙ୍କ ନିକଟକୁ ଧନ ଆସିବାର ମାର୍ଗ ଖୋଲିଯିବ। ତେବେ ଆପଣମାନେ ସୁଦଶା ବ୍ରତର ବ୍ରହ୍ମ ମୁହୂର୍ତ୍ତରୁ ହିଁ ନିଜର ଶଯ୍ୟାଟିକୁ ତ୍ୟାଗ କରିଦେବେ। ଏହାପରେ ନିଜର ସ୍ନାନ ଆଦି କାର୍ଯ୍ୟ ସମାପନ କରିଦେବା ପରେ ତୁଳସୀ ଗଛର ବିଶେଷ ଭାବରେ ପୂଜାର୍ଚ୍ଚନା କରିବେ ଏବଂ ପୂଜା କରିସାରିବା ପରେ ଆପଣଙ୍କ ତୁଳସୀ ଗଛ ମୂଳରେ ଜଳକୁ ଅର୍ପଣ କରିଦେବେ ଏବଂ ଏହାପରେ ଆପଣମାନେ ତୁଳସୀ ଗଛ ମୂଳରେ ଗୋଟିଏ 1 ଟଙ୍କିଆ ମୁଦ୍ରାକୁ ପୋତି ଦେବେ। ଦର୍ଶକ ବନ୍ଧୁ, ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ କେବଳ 1 ଟଙ୍କିଆ ମୁଦ୍ରାକୁ ତୁଳସୀ ଗଛ ମୂଳରେ ପୋତି ଦେବା ଦ୍ୱାରା ଆମ ଘରର କିଭଳି ଭାବରେ ଉନ୍ନତି ହେବ? ସେଥିପାଇଁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓର ଆଗରେ ମୁଁ ଆପଣମାନଙ୍କୁ ଏହାର ବିଧି ମଧ୍ୟ ଜଣାଇବି, ଯାହାକି ସଠିକ୍ ଉପାୟରେ ଏହି ଜିନିଷଟିକୁ କରିଦେବା ଦ୍ୱାରା ଆପଣମାନେ ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯିବେ ଏବଂ ଯେଉଁମାନଙ୍କର ଋଣ କରଜ ଅଛି, ସେମାନଙ୍କର ଋଣ କରଜ 1 ମାସ ମଧ୍ୟରେ ଶୁଝିଯିବ। ଦର୍ଶକ ବନ୍ଧୁ, ତୁଳସୀ ଗଛ ମୂଳରେ ସେ 1 ଟଙ୍କିଆ ମୁଦ୍ରାକୁ ପୋତି ଦେବା ଦ୍ୱାରା କ'ଣ ହୋଇଥାଏ ନା, ପୂର୍ବରୁ ଆପଣଙ୍କ ଘରେ ଯାହା ବି କିଛି ନକାରାତ୍ମକ ଶକ୍ତି ଭରି ହୋଇ ରହିଥିବ ଏବଂ ଧନଜନିତ ସମସ୍ୟାର ସାମ୍ନା କରୁଥିବେ, ତେବେ ସମସ୍ତ ନକାରାତ୍ମକ ଶକ୍ତି ଆପଣଙ୍କ ଘରୁ ଦୂର ହେବା ସହିତ ଆପଣଙ୍କ ଘରକୁ ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ। ଦର୍ଶକ ବନ୍ଧୁ, ଆଉ ଗୋଟିଏ ଉପାୟ, ଯଦି ଆପଣମାନଙ୍କ ପାଖରେ ପିତ୍ତଳର କୌଣସି କଏନ୍ ଅଛି, ତେବେ ଆପଣମାନେ ତୁଳସୀ ଗଛର ମୂଳକୁ ଯିବେ ଏବଂ ତୁଳସୀ ଗଛ ମୂଳରେ ଗୋଟିଏ ଘିଅର ଦୀପକୁ ପ୍ରଜ୍ୱଳନ କରିଦେବେ ଏବଂ ସେହି ଦୀପଟିକୁ ପ୍ରଜ୍ୱଳନ କରିସାରିବା ପରେ ତୁଳସୀ ଗଛ ମୂଳରେ ସେହି ପିତ୍ତଳର କଏନ୍ଟିକୁ ପୋତି ଦେବେ ଏବଂ କଏନ୍ଟିକୁ ପୋତିବା ସମୟରେ ଓମ୍ ନମୋ ଭଗବତେ ବାସୁଦେବାୟ ଏହି ମନ୍ତ୍ରଟିକୁ 3 ଥର ଉଚ୍ଚାରଣ କରିବେ।
केवल एतिकी कही आपण माने तुलसी गछ मूलरे सेई पितलर कॉइनटिको पोती देबे। जदि पोतिबा समय रे आपण माने केवल एतिकी कहीदेबे तेबे आपणक घरे माँ लक्ष्मींकर स्थिरवास निश्चित हेब। जदि पूर्वरो आपणक घरे मन मतांतर कली झगड़ा लगी रही तेबे ए उपायटी करिनेबा द्वारा आपणक घरे केबे हेले भी कली झगड़ा लागिब नाही। दर्शक बंधु आउ गोटे उपाय जदि आपण माने सुदशा व्रत दिन आपणक तुलसी गछ मूलरे सुनार किंबा रूपार कॉइनटी को पोती देउछंती तेबे आपणक जीवन रे केबे हेले भी दुख दारिद्रता धनजनित समस्या प्रवेश करि परिब नाही। जदि आपणक जीवन रे वर्ष वर्षर ऋण करज धनजनित समस्यार सामना करुथिले तेबे माँ लक्ष्मी एवं नारायणक आशीर्वादर समस्त दुख कष्ट आपणकर दूर होइजिब। ता सहित आपणक जीवन को धन आसीबार समस्त मार्ग खोलिजिब। जो मानकर अधा अधूरा मनस्कामना रहिथिला से सबको मध्य माँ लक्ष्मी खूब शीघ्र पूरण करिदेबे। दर्शक बंधु मु आपण मानक आगरे एही सब नियम को कही रखिली। आपण मानक द्वारा जहाँ भी संभव हेउछि आपण माने सुदशा व्रत दिन आपणक तुलसी गछ मूलरे से गोटिए जिनिसटी को पोती पारिबे एवं एक मास मध्य ही आपण माने यार चमत्कारी फायदा देखिबा पई पाइबे। तेबे आपण माने सुदशा व्रतर ब्रह्म मुहूर्तर उठी निजर स्नान आदि कार्य समापन करि सारिबा परे आपणक तुलसी गछ मूलरे गोटिए घियर दीपक प्रज्वलन करिबे। ता सहित सुदशा व्रत दिन आपणक मुख्य द्वार रे मध्य गोटिए घियर दीपक प्रज्वलन करिबे। कहीं सुदशा व्रत दिन माँ लक्ष्मी मर्त्यमंडल रे विचरण करुथिबे एवं जदि आपण माने निज मुख्य द्वार रे गोटिए घियर दीपक प्रज्वलन करिबे तेबे माँ लक्ष्मी आपणक घर को प्रवेश करिबे। सेथिपाई दीप लगाइबार मध्य किछिटा नियम रहिछि। आपण माने गोटिए घियर दीपक आपणक मुख्य द्वार निकटक नहीं जिबे एवं आपण माने निज मुख्य द्वार बाहर को चली जिबे। एहा परे आपणकर बाम हाथटी जो दिगरे रहुथिबा सेही दिगरे गोटिए घियर दीपक प्रज्वलन करिबे। दर्शक बंधु जदि आपण माने दीपटी को सठिक नियम द्वारा लगाई देबे तेबे माँ लक्ष्मींकर स्थिरवास आपणक घरे सदा सर्वदा हेब। एवं आउ गोटिए दीपक आपण माने आपणक ठाकुर घरे लगाई पारिबे एवं ठाकुर घरे जो दीपटी को लगाइबे सेही दीपर मुखटी को आपण माने उत्तर दिग को रखी प्रज्वलन करिबे। दर्शक बंधु जदि व्यस्तबहुल जीवन मध्य आपण माने कौनसी उपाय को करि पारु नाहंती तेबे सुदशा व्रत दिन आपण माने निज घरर एही तीनोटी जगार तीनोटी दीपक निश्चित प्रज्वलन करिबे। दर्शक बंधु मु आशा करी आपण मानक आगरे जो सब उपाय को कही रखिली आपण माने सुदशा व्रत दिन निज घरे यह निश्चित भावे पालन करिबे जहाद्वारा आपणक घरे माँ लक्ष्मी एवं नारायण स्थिर भावरे वास करिबे। ता सहित खूब कम समय मध्य आपण माने धन धान्य रे परिपूर्ण होइजिबे। दर्शक बंधु आउ गोटे कथा जेमिति कि मु आपण मानक भिडियोर आगरे बताइथिली जे आपण माने जो भी उपायटी को करुथिबे सेही समय रे ओम नमो भगवते वासुदेवाय एही मंत्रटी को मने मने स्मरण करुथिबे। जदि भी आपणक द्वारा संभव हेउछि सुदशा व्रत दिन एही मंत्रटी को संपूर्ण दिन मध्य 108 थर जपिबा पई चेष्टा करिबे। देखिबे एही मंत्रटी को जप करिबा द्वारा आपणक मनरे जहाँ भी किछि मनस्कामना रही अछि श्री विष्णु खूब शीघ्र समस्त मनस्कामना गुड़ी को पूर्ण करिदेबे। दर्शक बंधु माँ लक्ष्मी को प्रसन्न कराइबार आउ गोटे उपाय जदि आपण माने ए उपायटी को करि देउछंती तेबे माँ लक्ष्मी आपणक उपरे प्रसन्न होइजिबे। तेबे से उपायटी हेउछि आपण माने सुदशा व्रत दिन माँ लक्ष्मी को पद्मफूल अर्पण करिबे। जेमिति कि आपण माने जानिछंती माँ लक्ष्मी को पद्मफूल अत्यंत प्रिय होइथाए। सेथिपाई जदि आपण माने पद्मफूल को माँ लक्ष्मी निकटरे अर्पण करिबे तेबे माँ लक्ष्मी आशीर्वाद आपणक उपरे सदा सर्वदा रहिबो।
दर्शक बंधु जदि आपण मानक निकटरे सुदशा व्रतर संध्या पूर्वर यह भिडियोटी पहुंची सारी तेबे बहुमात्रा रे शेयर करंतो जहाद्वारा आपण माने अन्य मानकर साहाय्य करिपारिबे। तेबे दर्शक बंधु जदि आपण मानक यह भिडियोटी भल लगी थाए भिडियोटी को लाइक करी कमेंट बॉक्स रे जय माँ लक्ष्मी जय जगन्नाथ अवश्य लिखि दियंतो एवं चैनल टी रे नुआ थिले चैनल टी को सब्सक्राइब करि दियंतो। आज पई रहउछि नमस्कार।